ସାର୍ ଆଜି ଯୋଉ ଚଢ଼ଉ ହେଇଥିଲା କଣ ଇନପୁଟ ଥିଲା ସାର୍ ଆଉ ସ୍ପଟ ଗଲା ପରେ କଣ ଦେଖିଲେ କଣ କହିବେ ସାର୍? ଆମର ଧୁଙ୍ଗିଆଡିହି ମୌଜାର କାଉଡଲା ପଞ୍ଚାୟତର ଧୁଙ୍ଗିଆଡିହି ମୌଜାର ଖାଲେପରା ଗ୍ରାମ ନିକଟସ୍ଥ ଜଙ୍ଗଲ ଜମି ଏବଂ ସରକାରୀ ଜମିରେ ଗଞ୍ଜେଇ ଚାଷ କରାଥିବାର ସୂଚନା ଥିଲା। ତେଣୁ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏସ୍ପି ଆମର ଉମରକୋଟ ଏସ୍ଡିପିଓ ମଧୁସ୍ମିତା ମିଶ୍ରଙ୍କ ନେତୃତ୍ୱରେ ତହସିଲଦାର ଜନ୍ମଜୟ ବେହେରା ଏବଂ ଆମ କୁନ୍ଦେଇ ଆଇଆରବିଏନ୍ ଫୋର୍ସ ସମସ୍ତେ ଚଢଉ କରିଥିଲୁ। ପ୍ରାୟ 10,000 ଗଛ 7 ଏକର ଜମିରେ ଲଗା ଯାଇଥିଲା। ସେସବୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେସବୁ ନଷ୍ଟ କରାଯାଇଛି। ସାର୍ ସେ ପୁରୁଣା ଗତ ଥର ଯୋଉ ଚଢ଼ଉ ହେଇଥିଲା ସେଥିରେ ପନିପରିବା ମଧ୍ୟରେ ସେମାନେ ଗଞ୍ଜେଇ ଚାଷ କରୁଥିଲେ, ଏଥର ମଧ୍ୟ ସେ ସେମ ଢାଞ୍ଚାରେ ସେମାନେ ଚାଷ କରୁଛନ୍ତି ସାର୍? ହଁ, କିଛି ଜମିରେ ପନିପରିବା ଚାଷ ଥାଇକି ଚାଷ କରିଥିଲେ, ଗଞ୍ଜେଇ ଚାଷ କରୁଥିଲେ। ଆଉ କିଛି ଜମି କେବଳ ଗଞ୍ଜେଇ ଚାଷ କରିଥିଲେ। ସାର୍ କଣ କହିବେ ସାର୍, ଆଉ ଏଭଳି କେତେ ଏରିଆ ସେମାନେ ଚାଷ କରୁଥିବାର କିଛି ଖବର ଅଛି? ଆଉ ଏମାନଙ୍କର ମାଲିକ କିଏ କିଛି ଧରା ପଡ଼ିଲାଣି ସାର୍? ନାଇଁ, ଯେହେତୁ ଗଞ୍ଜେଇ ଚାଷ ପତ୍ର ଆମର ଜଙ୍ଗଲ ଜମି ଏବଂ ସରକାରୀ ଜମିରେ କରାଯାଇଛି, ତେଣୁ କୌଣସି ଲୋକଙ୍କୁ ଗିରଫ କରାଯାଇନି। ତଦନ୍ତ ଜାରି ରହିଛି। ଆଉ ଅନେକ ଅନ୍ୟ ଜମିରେ କୋଉଠି ଚାଷ କରିଥିବାର ଆମର ତଦନ୍ତ ଜାରି ରହିଛି। ବର୍ତ୍ତମାନ ଯାଏ କିଛି ଜଣା ପଡୁନି। ଓକେ ସାର୍। ଠିକ ଅଛି ତ।